ଆପଣଙ୍କୁ ସ୍ୱାଗତ କରୁଛି ମୋର ୟୁଟ୍ୟୁବ୍ ଚ୍ୟାନେଲ୍ ଫାଷ୍ଟ ଏକ୍ସାମ୍ ବୁଷ୍ଟରରେ। ମୁଁ ଆଜି ଆସିଛି ଆଉ ଗୋଟେ ନୂଆ ଭିଡ଼ିଓ ନେଇକି, ଯେଉଁଟାକି ଟପିକ୍ର ନାଁ ହେଉଛି ସାଇଟୋଲୋଜି। ଆଉ ସାଇଟୋଲୋଜିରେ ମୁଁ ସେଲ୍ ଅର୍ଗାନିକ୍ସ ପଢ଼ଉଥିଲି। ସେଲ୍ ଅର୍ଗାନିକ୍ସରେ ଏଇଟା ହେଉଛି କ୍ଲୋରୋପ୍ଲାଷ୍ଟ। କ୍ଲୋରୋପ୍ଲାଷ୍ଟ ସାଧାରଣତଃ ପ୍ଲାଣ୍ଟ ସେଲ୍ରେ ଦେଖାଯାଏ, ଆନିମାଲ୍ ସେଲ୍ରେ ଦେଖାଯାଏ ନାହିଁ। এই କ୍ଲୋରୋପ୍ଲାଷ୍ଟରେ ଆପଣଙ୍କ ଲାଇଟ୍ ରିଆକ୍ସନ୍ ହୁଏ, କ୍ଲୋରୋଫିଲ୍ ଥାଏ, ଏଟିପି ଏନ୍ଏଡିଏଚ୍ ଉତ୍ପନ୍ନ ହୁଏ, ଗ୍ଲୁକୋଜ୍ ବି ତିଆରି ହୁଏ ଏଇ କ୍ଲୋରୋପ୍ଲାଷ୍ଟରେ। ତ ଚାଲନ୍ତୁ ଦେଖିବା କଣ୍ଟେଣ୍ଟ ଭିତରେ କ'ଣ କ'ଣ ଅଛି। What are chloroplast? Actually ମାନେ chloroplast କ'ଣ? ଫାଷ୍ଟ କଥା ହେଉଛି କ୍ଲୋରୋପ୍ଲାଷ୍ଟ ଗୋଟେ ଡବଲ ମେମ୍ବ୍ରେନ୍ ଗ୍ରୀନ୍ ପ୍ଲାଷ୍ଟିଡ୍ ଫାଉଣ୍ଡ ଇନ୍ ପ୍ଲାଣ୍ଟ ଆଣ୍ଡ ଆଲଜି। ଏଇଟା ଗୋଟେ ଡବଲ ମେମ୍ବ୍ରେନ୍, ଗୋଟେ ମେମ୍ବ୍ରେନ୍ ଏଇଠି ଅଛି ଆଉ ଗୋଟେ ମେମ୍ବ୍ରେନ୍ ଏଇଠି ଅଛି। ଆପଣ ଯଦି ଦେଖିପାରିବେ ଏଇ ଛବିଟା, ଏଇ ଛବିରେ ଦେଖନ୍ତୁ ଆପଣଙ୍କର ଅଛି ଦୁଇଟା ମେମ୍ବ୍ରେନ୍। ଗୋଟେ ହେଉଛି ଏକ୍ସଟର୍ନାଲ ମେମ୍ବ୍ରେନ୍, ଏଇଟା ହେଉଛି ବାହାର ମେମ୍ବ୍ରେନ୍। ଆଉ ଆଉ ଗୋଟେ ଇଣ୍ଟରନାଲ ମେମ୍ବ୍ରେନ୍, ଏଇଟା ହେଉଛି ଭିତର ମେମ୍ବ୍ରେନ୍। ଦୁଇ ମେମ୍ବ୍ରେନ୍ ମଧ୍ୟରେ ଅଛି ସ୍ପେସ୍ ଅଛି, ଇଣ୍ଟରନାଲ ସ୍ପେସ୍। ଗୋଟେ ଏକ୍ସଟର୍ନାଲ ମେମ୍ବ୍ରେନ୍, ଇଣ୍ଟରନାଲ ମେମ୍ବ୍ରେନ୍ ଆଉ ଇଣ୍ଟର ମେମ୍ବ୍ରେନ୍ ସ୍ପେସ୍ ଅଛି। ତାପରେ ଅଛି ପ୍ଲାଷ୍ଟୋଗ୍ଲୋବୁଲ। ପ୍ଲାଷ୍ଟୋଗ୍ଲୋବୁଲ ମାନେ କିଛି ଗ୍ଲୋବୁଲ୍ସ ଅଛି, ଯେମିତି ପ୍ଲାଷ୍ଟୋକ୍ୱିନନ୍, ପ୍ଲାଷ୍ଟୋସିଆନିନ୍। ଏଇ ଗ୍ଲୋବୁଲ୍ସ ଗୁଡାକ କ'ଣ କରେ ନା ଲାଇଟ୍ ରିଆକ୍ସନରେ ହେଲ୍ପଫୁଲ ହୁଏ, ଲାଇଟ୍ ରିଆକ୍ସନ କରିବାରେ ସାହାଯ୍ୟ କରେ। ତାପରେ କିଛି କ'ଣ ଅଛି ନା ଆପଣଙ୍କର ଭିତରେ ଅଛି ଗ୍ରାନମ୍ ଅଛି, କ୍ଲୋରୋପ୍ଲାଷ୍ଟ ଡିଏନ୍ଏ ଅଛି, ଷ୍ଟ୍ରୋମା ଅଛି, ତା ଭିତରେ ଥିବା ରସକୁ ରାଇବୋଜୋମ୍ ଅଛି। ଯେହେତୁ ଡିଏନ୍ଏ ଅଛି, ରାଇବୋଜୋମ୍ ଅଛି, ସେଇଥିପାଇଁ ୟାକୁ ସେମି ଅଟୋନମସ୍ ଅର୍ଗାନେଲ୍ସ ମଧ୍ୟ କୁହାଯାଏ। They contain chlorophyll pigment that absorb light energy for photosynthesis. ଇଏ କ'ଣ କରନ୍ତି ନା ଇଏ କ୍ଲୋରୋଫିଲ୍ ରଖିଛି, ସବୁଜ କଣିକା, ଯାହାକି କ'ଣ କରେ ନା ଲାଇଟ୍ ଆବଜର୍ବ କରିଥାଏ। କୋଉଥିପାଇଁ? ଫଟୋସିନ୍ଥେସିସ୍ ପାଇଁ। ଦେ ସିନ୍ଥେସିସ୍ କାର୍ବୋହାଇଡ୍ରେଟ୍, ଏମାନେ କ'ଣ ବନାନ୍ତି? କାର୍ବୋହାଇଡ୍ରେଟ୍ ବନାନ୍ତି। କୋଉଠୁ? କାର୍ବନ ଡାଇଅକ୍ସାଇଡ୍ ଆଉ ଜଳକୁ ବ୍ୟବହାର କରିକି ବନାନ୍ତି କାର୍ବୋହାଇଡ୍ରେଟ୍ସ ବା ଗ୍ଲୁକୋଜ୍। ଆଉ କାହାକୁ ରିଲିଜ୍ କରନ୍ତି? ଅକ୍ସିଜେନକୁ ରିଲିଜ୍ କରିଦିଅନ୍ତି। ଦେ ଆର୍ ସେମି ଅଟୋନମସ୍, ସେମାନଙ୍କୁ ସେମି ଅଟୋନମସ୍ କୁହାଯାଏ। କାହିଁକି ନା ତାଙ୍କ ଭିତରେ ସାର୍କୁଲାର ଡିଏନ୍ଏ ଅଛି, ଆର୍ଏନ୍ଏ ଅଛି ଆଣ୍ଡ 70S ଟାଇପ୍ ରାଇବୋଜୋମ୍ ଅଛି। 70S ରାଇବୋଜୋମ୍ ହେଉଛି ବ୍ୟାକ୍ଟେରିଆର ରାଇବୋଜୋମ୍। ସାର୍କୁଲାର ଡିଏନ୍ଏ ମଧ୍ୟ ବ୍ୟାକ୍ଟେରିଆର ଡିଏନ୍ଏ। ସିଧା କଥା ସର୍ଟରେ ଯଦି ଦେଖିବା ଏଇ ସ୍ଲାଇଡକୁ, ନା ଏଥିରେ ଗ୍ରୀନ୍ ପ୍ଲାଷ୍ଟିଡ୍ ଅଛି, ଡବଲ ମେମ୍ବ୍ରେନ୍ ଅଛି, ନିଜର ଡିଏନ୍ଏ ଅଛି ଯାହାକି ସାର୍କୁଲାର ଡିଏନ୍ଏ, ଆଉ କ'ଣ ଅଛି? 70S ରାଇବୋଜୋମ୍ ଅଛି। ଏତିକି ଅଛି ଆର ମେନ୍ ଫିଚର୍ସ ଏଇ ସ୍ଲାଇଡରେ। ନେକ୍ସଟ ଆକୁ 19th ସେଞ୍ଚୁରୀରେ ମାନେ ଦେଖିବାକୁ ପାଇଥିଲେ। କ'ଣ କହୁଥିଲେ ନା ଗ୍ରୀନ୍ ବଡିଜ୍ ବୋଲି କହିଥିଲେ। କିନ୍ତୁ 1860 ମସିହାରେ ଆକୁ ବ୍ୟବହାର ହେଇଥିଲା। କୋଉ ହିସାବରେ ନା ବ୍ୟବହାର ତ ହେଇନଥିଲା, ମତ ଦେଇଥିଲେ ଯେ ଏଇଟା ଫଟୋସିନ୍ଥେସିସରେ ହେଲ୍ପଫୁଲ ହୁଏ ବୋଲିକି। ଆଉ 1883 ମସିହାରେ ଆର ପ୍ରଥମେ AFW ସ୍କିପମର ତାଙ୍କର ନାମ କରିଥିଲେ ଯେ ଏଇଟାର ନାମ ହେଉଛି କ୍ଲୋରୋପ୍ଲାଷ୍ଟ ବୋଲିକି। ପରବର୍ତ୍ତୀ ଅବସ୍ଥାରେ ଏଇଟାକୁ ବ୍ୟବହାର ହେଲା। ତାପରେ 20th ସେଞ୍ଚୁରୀରେ ୟାକୁ ଆହୁରି ଯେତେବେଳେ ଇଣ୍ଟରନାଲ ଷ୍ଟଡି ହେଲା, ଜଣା ପଡ଼ିଲା ଯେ ତା ଭିତରେ ଗ୍ରାନା ଅଛି, ଥାଇଲାକଏଡ୍ ଅଛି, ଆଉ ଏଇଟା ଗୋଟେ ଡବଲ ମେମ୍ବ୍ରେନ୍ ଅର୍ଗାନେଲ୍ସ ବୋଲିକି ଜଣା ପଡ଼ିଲା। ନେକ୍ସଟ ଅଲ୍ଟ୍ରା ଷ୍ଟ୍ରକ୍ଚର ଅଫ କ୍ଲୋରୋପ୍ଲାଷ୍ଟ। ଅଲ୍ଟ୍ରା ଷ୍ଟ୍ରକ୍ଚର ଅଫ କ୍ଲୋରୋପ୍ଲାଷ୍ଟରେ କ'ଣ ଅଛି ନା ସାଧାରଣତଃ ଯଦି ଦେଖିବେ ଫାଷ୍ଟ ମେମ୍ବ୍ରେନ୍ ଦେଖିବା, ଏନଭଲପ କ'ଣ ଦେଇକି କଭରିଂ ଅଛି। ଗୋଟେ ଆଉଟର ମେମ୍ବ୍ରେନ୍ ଅଛି, ଗୋଟେ ଇନର ମେମ୍ବ୍ରେନ୍ ଅଛି। ଦୁଇ ମେମ୍ବ୍ରେନ୍ ମଧ୍ୟରେ ଫାଙ୍କା ସ୍ଥାନ ଅଛି। ଏଇଟା ହେଉଛି ଆପଣଙ୍କ ଆଉଟର ମେମ୍ବ୍ରେନ୍, ଏଇଟା ଇନର ମେମ୍ବ୍ରେନ୍, ଏଇଟା ମେମ୍ବ୍ରେନ୍ ମଧ୍ୟରେ ଫାଙ୍କା ସ୍ଥାନ। ଓକେ। ତାପରେ ୟା ଭିତରେ ଗୋଟେ ପ୍ରକାର ଏଇ ଯୋଉ ଇଏଟା, ଏଇ ଏନଭଲପଟା ଯୋଉ ତରଳ ପଦାର୍ଥକୁ ରଖିଛି ତାକୁ ଷ୍ଟ୍ରୋମା କୁହାଯାଏ, ଯୋଉଟା ଆପଣଙ୍କର ଏସିଡିକ୍ ଷ୍ଟ୍ରୋମା। ଓକେ। ଷ୍ଟ୍ରୋମା ପରେ ଆପଣ ଦେଖନ୍ତୁ ଯୋଉ ଆହୁରି ଗୋଟେ ଜିନିଷ ଭାସି ବୁଲୁଛି, ଯାହାକୁ କ'ଣ କୁହାଯାଏ? ଗ୍ରାନମ୍। କିଛି କଏନ୍ ଥାକ ଥାକ ହେଇ ରହିଲା ଭଳିଆ ଅଛି, ଯାହାକୁ କ'ଣ କୁହାଯାଏ? ସେ ଥାକ ଥାକ ହେଇକି ଯୋଉ ସଜ୍ଜିତ ହେଇଛି ଗୋଟେ ଷ୍ଟାକକୁ କ'ଣ କୁହାଯାଏ? ଗ୍ରାନମ୍ କୁହାଯାଏ। ତାର ଗୋଟିଏ ଷ୍ଟାକକୁ କୁହାଯାଏ କ'ଣ ନା ଆପଣଙ୍କର ଥାଇଲାକଏଡ୍ କୁହାଯାଏ। ଥାଇଲାକଏଡ୍ରେ କ'ଣ ଅଛି? ଥାଇଲାକଏଡ୍ ମେମ୍ବ୍ରେନ୍ ଅଛି, ଆଉ ଥାଇଲାକଏଡ୍ ଭିତରେ ସ୍ପେସ୍ ଅଛି, ତ ଥାଇଲାକଏଡ୍ ଲୁମେନ୍ ବି କୁହାଯାଏ ତାକୁ। ଆଉ ଗୋଟେ ଗ୍ରାନମ୍କୁ ଆଉ ଗୋଟେ ଗ୍ରାନମ୍ ଯିଏ ଯୋଡ଼ିଛି ତାକୁ କ'ଣ କୁହାଯାଏ? ଲାମେଲା। ଆଉ ୟା ଭିତରେ କ'ଣ ଅଛି? ନିଜସ୍ୱ ସାର୍କୁଲାର ଡିଏନ୍ଏ ଅଛି,
राइबोसोम अच्छी, लिपिड ग्लोबुल्स अच्छी, स्टार्च ग्रानुल्स अच्छी, ए सब अच्छी। आ तार जो जो क्लोरोप्लास्ट भितर थिबा आपनकर थाइलाकॉइड मेम्ब्रेन रे थिबा आपनकर क्लोरोफिल सेथिरे कोन हुए ना आपनकर आलोक प्रक्रिया हुए आ एटीपी उत्पन्न हुए। तो ए सब कोठी होउची ना आपनकर एटा होउची अल्ट्रा स्ट्रक्चर ऑफ क्लोरोप्लास्ट आ ए सब हुए कोठी क्लोरोप्लास्ट भितरे किछि रस अछि, सेई रस रे ग्रानम अछि, ग्राना रे थाइलाकॉइड अछि, थाइलाकॉइड रे मेम्ब्रेन रे ए सब आलोक प्रक्रिया हुए। तो ओवरऑल जहाँ मु एठी वर्णना करिछि से सेम जिंस एठी लेखा अछि, जदि बुझी पारि नथिबे ଟିକେ पढि दियंतु। नेक्स्ट देखंतु पिगमेंट एंड थाइलाकॉइड सिस्टम कोन अछि ना क्लोरोफिल सॉरी एटा बोधे टाइपिंग मिस्टेक अछि। क्लोरोफिल इज ना ठीक अछि, एक्चुअली एटा कुआ जाउछि क्लोरोफिल ए विषय रे। क्लोरोफिल ए is the primary photosynthetic pigment. Chlorophyll B is an accessory pigment. ये एठी कहिबाकू चाहूची एटा क्लोरोफिल पूरा ना जे एटा LHC लाइट हार्वेस्टिंग कॉम्प्लेक्स विषय रे कहिबाकू चाहूची जे केंद्र रे थाउची आपनकर क्लोरोफिल ए थाउची आ ता चारिपटे विभिन्न प्रकार क्लोरोफिल थाए आपनकर पिगमेंट थाए, क्लोरोफिल बी थाए, जांतोफिल थाए, कैरोटिनॉइड थाए, एमाने कोन करंती आलोक को धरिकी काहाकू ट्रांसफर करंती क्लोरोफिल ए को ट्रांसफर करंती। तो सेति पे कुआ जाय क्लोरोफिल ए होउची मेन प्राइमरी फोटोसिंथेटिक पिगमेंट, बाकी गुडा को होउची तांकर एक्सेसरी पिगमेंट। नेक्स्ट कैरोटिनॉइड अब्जॉर्ब एडिशनल वेवलेंथ एंड प्रोटेक्ट अगेंस्ट फोटो ऑक्सीडेटिव डैमेज। देखंतु कोन से कहूची जो कैरोटिनॉइड्स अछि, कैरोटिनॉइड भी गोटे पिगमेंट आका क्लोरोफिल ए भलिया, क्लोरोफिल ए जेमती बी जेमती सेमती कैरोटिनॉइड भी, जांथोफिल भी। किंतु कथा होची कैरोटिनॉइड कोन करे ना किछि अधिक वेवलेंथ रो बा डिफरेंट वेवलेंथ रो आलोक को से धरी दिए। धरी देबारे कोन हुए ना सेई आलोकर सेई हीट जदी आपनकर लिपिड फैट लिपिड बा प्रोटीन बा कार्बोहाइड्रेट रे पड़िबो सेटा कोन करिवो ना नष्ट करि दबो काहाकू एई जो लिपिड को आउ प्रोटीन आउ ग्लूकोज को बा जो यूवी रे अछि से यूवी रे जदी पड़िबो सेई लिपिड उपरे बा प्रोटीन उपरे बा से ग्लूकोज बा कार्बोहाइड्रेट उपरे सेटा को नष्ट करि दबो। सेइथि भी कैरोटिनॉइड कोन करे जो एक्स्ट्रा वेवलेंथ रो आलोक पड़े ताको धरिकी कोन करे ना सेई जिंस गुडा को नष्ट हबार रखिता ताको कुआ जाय फोटो ऑक्सीडेटिव डैमेज को से कोन करे रक्षा करे। एठी आउ कोन है फोटो सिस्टम 1 एंड 2 आर पिगमेंट प्रोटीन कॉम्प्लेक्स एम्बेडेड इन थाइलाकॉइड मेम्ब्रेन। एई जो मु कहि छि फोटो सिस्टम 1 2 यार आरंभ ही हेइ थे लाइट हार्वेस्टिंग कॉम्प्लेक्स रू जार के सेंटर रे थाए क्लोरोफिल ए आउ तार चारिपटे थाए क्लोरोफिल बी, कैरोटिनॉइड, जांथोफिल ए सब। तो ए सब कोउठी थाए आपन क्लोरोफिल फोटो सिस्टम 1 रे भी थाए, फोटो सिस्टम 2 रे भी थाए। जदि फोटो सिस्टम 1 कोन 2 कोन डिफरेंस कोन जदि जानि पारु नाहंती देखंतु फोटो सिस्टम ता देखि दियंतु जानि परिबे। लाइट रिएक्शन जोटा देखि दियंतु जानि परिबे फोटो सिस्टम 1 2 कोन। तापर इलेक्ट्रॉन ट्रांसपोर्ट बिल्ड्स ए प्रोटॉन ग्रेडिएंट अक्रॉस द थाइलाकॉइड मेम्ब्रेन आर एटीपी सिंथेसिस। अब एथिरे ही कोन हुए ना इलेक्ट्रॉन ट्रांसपोर्ट होई कि कोन हुए एटीपी तयारी हुए। नेक्स्ट दियंतु फोटोसिंथेसिस ओवरव्यू। ए थाइलाकॉइड रे जो फोटोसिंथेसिस होय तार ओवरव्यू कोन हुए ना एई जो क्लोरोप्लास्ट भितरे अछि थाइलाकॉइड, थाइलाकॉइड रो मेम्ब्रेन रे कोन हुए लाइट रिएक्शन हुए। थाइलाकॉइड रो मेम्ब्रेन लाइट रिएक्शन हुए कोन हुए ना गोटे वाटर भांगे कार्बन डाइऑक्साइड रो उपस्थिति को व्यवहार करके वाटर लाइट को व्यवहार करके वाटर कोन करे ना रिलीज करे ऑक्सीजन आ उत्पन्न कर कोन उत्पन्न करे एटीपी और एनएडीपीएच तयारी करे। तापरे एई एटीपी एनएडीपीएच को व्यवहार करके डार्क रिएक्शन बा केल्विन साइकिल केल्विन एई डार्क रिएक्शन को डार्क साइकिल को आविष्कार करथिबारु तांको नाम अनुसार केल्विन साइकिल हेइछि। एटा कोउठी हुए ना आपनकर लिपिड जो क्लोरोप्लास्ट भितरे थिबा स्ट्रोमा रसरे हुए कोन आ एई डार्क रिएक्शन मुख्य काम कार्बन डाइऑक्साइड को फिक्स करबा करके सुगर सिंथेसिस करबा। आउटपुट रे कोन बाहरिबो ए लाइट रिएक्शन और डार्क रिएक्शन उभय मिसी कि जहा बाहरिबो सेटा होछि कोन ना आपनकर ग्लूकोज बा स्टार्च बाहरिबो, ऑक्सीजन रिलीज होबो वायुमंडल को। एतिकी जिंस ही कोन हुए उत्पन्न हुए आ सेम जिंस तळे लेखा हेछि। नेक्स्ट देखंतु सेमी ऑटोनोमस एंड एंडो सिम्बायोसिस।
ଦେଖନ୍ତୁ ସେମି ଅଟୋନୋମସ୍ କଣ ତ କଣ ସହଜ ଜିନିଷ ବା ଆପଣ ଜାଣିଛନ୍ତି ଆଗରେ ବି ପଢିଛନ୍ତି। କିନ୍ତୁ ଏଣ୍ଡୋସିମ୍ବାୟୋସିସ୍ ଯୋଉମାନେ ଜାଣିନାହାନ୍ତି ଆକ୍ଚୁଆଲି ଏଇ ଟର୍ମଟା ଆକ୍ଚୁଆଲି ଆପଣଙ୍କର ଲେଭେଲ ପାଇଁ ବହୁତ ହାଇ ହେଇଯାଉଛି। ବଟ୍ ଏଇଟା ବୁଝିବାକୁ ଖାଲି ଚେଷ୍ଟା କରନ୍ତୁ, ବୁଝିଲେ ମନେ ରହିଯିବ, ବହୁତ ଇଣ୍ଟରେଷ୍ଟିଂ ଜିନିଷ। ହଉ ସେମି ଅଟୋନୋମସ୍ କଣ ଆଗେ ଦେଖିଦେବା ସିଧା କଥା। ସେମି ଅଟୋନୋମସ୍ ଯୋଉ ଅର୍ଗାନେଲ୍ସ ଗୁଡାକ ଆପଣଙ୍କର ପରିପୂର୍ଣ୍ଣ ନ୍ୟୁକ୍ଲିୟସ୍ ଦ୍ୱାରା ଯଦି ନ୍ୟୁକ୍ଲିୟସ୍ ଦ୍ୱାରା କଣ୍ଟ୍ରୋଲ ହୁଏ ନାହିଁ, ସେ ନିଜର କାମ ନିଜେ କିଛି କରିପାରିବ। ନିଜର କାମ ନିଜେ ନିଜକୁ ନିଜେ ଅର୍ଡର ଦେଇପାରିବ। ସେମିତି କିଛି ଅର୍ଗାନେଲ୍ସ ଦୁଇଟା ଅଛି, ଗୋଟେ ଅଛି ମାଇଟୋକଣ୍ଡ୍ରିଆ, ଗୋଟେ ଅଛି କ୍ଲୋରୋପ୍ଲାଷ୍ଟ। କାହିଁକି ନା ଆଙ୍କ ଭିତରେ ଗୋଟେ ସାର୍କୁଲାର ଡିଏନଏ ଥାଏ ଯୋଉଟା ଜେନେଟିକ୍ ମେଟେରିଆଲ, ଆଉ ଗୋଟେ 70S ରାଇବୋସୋମ ଥାଏ। ଏଇ ଦୁଇଟା ସାଧାରଣତଃ ମିଳେ କୋଉଠି? ପ୍ରୋକାରିଓଟିକ୍ସରେ ମିଳେ। ପ୍ରୋକାରିଓଟିକ୍ସ ୟୁନିସେଲୁଲାରରେ ମିଳେ। ଏବେ ହଉଛି କଥା, ଏଇ ଜିନିଷ ଗୁଡାକ ଯାହା ପାଖରେ ଅଛି ସେ ନିଜର କିଛି କାମ ସେ ନିଜେ ସ୍ୱୟଂ ନିୟନ୍ତ୍ରିତ କରିପାରିବ। ସେଇଥିପାଇଁ ସେମି ଅଟୋନୋମି ବଡି କୁହାଯାଏ ବା ସେମି ଅଟୋନୋମସ୍ ବଡି କୁହାଯାଏ ଦୁଇଟାକୁ। ଗୋଟେ ହଉଛି ଆପଣଙ୍କ ମାଇଟୋକଣ୍ଡ୍ରିଆ ଆଉ ଗୋଟେ କ୍ଲୋରୋପ୍ଲାଷ୍ଟ। ଦେ ଡିଭାଇଡ୍ ବାଇ ବାଇନାରୀ ଫିଜନ ଲାଇକ୍ ଡିଭିଜନ ଫ୍ରମ୍ ପ୍ରି ଏକ୍ଜିଷ୍ଟିଂ କ୍ଲୋରୋପ୍ଲାଷ୍ଟ। ଏଇ ଯୋଉ କ୍ଲୋରୋପ୍ଲାଷ୍ଟଟା ତିଆରି ହୁଏ କୋଉଠୁ? ନା ପ୍ରି ଏକ୍ଜିଷ୍ଟିଂ କ୍ଲୋରୋପ୍ଲାଷ୍ଟରୁ ତିଆରି ହୁଏ। ଯଦି କ୍ଲୋରୋପ୍ଲାଷ୍ଟ ଅଛି ତାହେଲେ ସେଇଟା ଡିଭାଇଡ୍ ହେଇକି ଆଉ ଗୋଟେ କ୍ଲୋରୋପ୍ଲାଷ୍ଟ ହେଇପାରିବ। ନହେଲେ କ୍ଲୋରୋପ୍ଲାଷ୍ଟ ହେଇପାରିବ ନାହିଁ। ତାପରେ ଦେଖନ୍ତୁ ଏଇ ସେଣ୍ଟେନ୍ସଟା ହଉଛି ଆପଣଙ୍କର ଏଇ ଯୋଉ ଅଡେଇ ଧାଡି ଏଣ୍ଡୋସିମ୍ବାୟୋସିସର। ଏଣ୍ଡୋସିମ୍ବାୟୋସିସ୍ ଏଇଆ କହୁଛି ଯେ ମନେ କରନ୍ତୁ କୌଣସି ଅଙ୍ଗିକା, କୌଣସି ପ୍ରୋକାରିଓଟିକ୍ ସେଲକୁ ଆଉ ଗୋଟେ ଯଦି କୋଷ ଖାଇ ଦେଇଛି ବା ଜୀବ ଖାଇ ଦେଇଛି, ବ୍ୟାକ୍ଟେରିଆକୁ ଖାଇ ଦେଇଛି, ଆଉ ସେ ବ୍ୟାକ୍ଟେରିଆକୁ ସେ ଡାଇଜେଷ୍ଟ କରିପାରି ନାହିଁ, ପ୍ଲସ୍ ତା ଶରୀରରେ ରହିକି ତା ସହିତ ସିମ୍ବାୟୋସିସ୍ ବା ମାନେ ଆପଣଙ୍କର ସିମ୍ବାୟୋସିସ୍ ମାନେ ୟାଠୁ ଖାଦ୍ୟ ନେଇକି ତାକୁ କିଛି ଉପକାର ଦବ। ଏମିତି କରିକି ଯଦି ବାସ କରୁଛି, ତାକୁ ହିଁ କୁହାଯାଏ କଣ? ଏଠି ଏଣ୍ଡୋସିମ୍ବାୟୋସିସ୍। କୁହାଯାଏ ଯେ ଯୋଉ ଆପଣଙ୍କର ଇଏ ଅଛି କ୍ଲୋରୋପ୍ଲାଷ୍ଟ ଅଛି, ଏଇଟା ଗୋଟେ ସିଆନୋ ବ୍ୟାକ୍ଟେରିଆ। ଆକ୍ଚୁଆଲି କ୍ଲୋରୋପ୍ଲାଷ୍ଟ ନଥିଲା ପ୍ଲାଣ୍ଟ ସେଲରେ। କଣ ହେଇଛି? ସେ ପ୍ଲାଣ୍ଟ କଣ କରିଛି? ଗୋଟେ ସିଆନୋ ବ୍ୟାକ୍ଟେରିଆକୁ ଖାଇଛି ଛୋଟ ଥିବା ଅବସ୍ଥାରେ। ସେ ସିଆନୋ ବ୍ୟାକ୍ଟେରିଆ ଯୋଉ ଥିଲା ଯୋଉ କଣ ଏଇ ଯୋଉ କ୍ଲୋରୋପ୍ଲାଷ୍ଟ ଥିଲା, ଏଇ ନେଚରଟା କ୍ଲୋରୋପ୍ଲାଷ୍ଟ ଥିଲା, ସେ କଣ ହେଇଛି? ପଳେଇ ଆସିଛି ପ୍ଲାଣ୍ଟ ସେଲ ଭିତରକୁ। ଏଇ ସିଆନୋ ବ୍ୟାକ୍ଟେରିଆକୁ ସେ ହଜମ କରିପାରିଲା ନାହିଁ। ଯେହେତୁ ସେ ହଜମ କରିପାରିଲା ନାହିଁ, ସେ କଣ ହେଇଛି? ନା ପରବର୍ତ୍ତୀ ଅବସ୍ଥାରେ ତା ଶରୀରରେ ରହିକି ତାଠୁ ଖାଦ୍ୟ ଖାଉଛି, ଉପକାର କରୁଛି ତାର କଣ? ନା ତାକୁ ଏଷ୍ଟାର୍ଚ ପ୍ରଡକ୍ସନ କରିକି ଦଉଛି। ତ ଏମାନେ ଦୁହେଁ ଦୁହିଁଙ୍କର ସାହାଯ୍ୟ କରିକି କଣ କରୁଛି? ବଞ୍ଚୁଛନ୍ତି। ତ ଆକୁ ହିଁ କୁହାଯାଏ ଇଣ୍ଡୋସିମ୍ବାୟୋସିସ୍, ଯୋଉଟା କି ମାଇଟୋକଣ୍ଡ୍ରିଆ ବି ଆଉ ଗୋଟେ କଣ? ନା କ୍ଲୋରୋପ୍ଲାଷ୍ଟ ବି। ଏଇ ଦୁଇଟା ଯାକ କଣ ହେଇଛି? ନା ଏଣ୍ଡୋସିମ୍ବାୟୋସିସରେ ଏମାନେ ଆକ୍ଚୁଆଲି ଏଇ ଯୋଉ ସେଲର ପାର୍ଟ ନଥିଲେ, ଏମାନେ ସ୍ୱତନ୍ତ୍ର ବ୍ୟାକ୍ଟେରିଆ ଥିଲେ। ସ୍ୱତନ୍ତ୍ର ବ୍ୟାକ୍ଟେରିଆ ଖାଇଛନ୍ତି କିନ୍ତୁ ହଜମ କରିପାରିନାହାନ୍ତି। ଏମାନେ ପରବର୍ତ୍ତୀ ଅବସ୍ଥାରେ ତାଙ୍କୁ ଉପକାର କରୁଥିବାରୁ ଏମାନେ ଦୁହେଁ ଦୁହିଁଙ୍କ ସାହାଯ୍ୟ କରିକି ବଞ୍ଚିକି ଅଛନ୍ତି, ଆଉ ସେଇଠି ମାନେ ସେଟ୍ ହେଇଯାଇଛନ୍ତି। Many chloroplast protein are still encoded by nuclear genes important into chloroplast. ତାପରେ କଣ ହେଇଛି? ନା ଏଇ ଯୋଉ କ୍ଲୋରୋପ୍ଲାଷ୍ଟ ଜିନ୍ ଗୁଡାକ କୋଡ ହେଇଯାଇଛି ସେଲ ଦ୍ୱାରା, ପ୍ଲାଣ୍ଟ ସେଲ ଦ୍ୱାରା, ତ ସେମାନେ ମିଶିକି କାମ କରୁଛନ୍ତି। ଏଇଠି ଦେଖନ୍ତୁ ଏଣ୍ଡୋସିମ୍ବାୟୋସିସ୍ ଭଲ ଭାବରେ କଣ ଏଣ୍ଡୋସିମ୍ବାୟୋସିସ୍ ଟିକେ ଆଉ ଥରେ ମୁଁ କହିଦଉଛି, ଯାହା ଅଲରେଡି ବର୍ଣ୍ଣନା କରିସାରିଛି। Endosymbiosis means one organism lives inside another organism and both get benefit. ଗୋଟେ ଅର୍ଗାନିଜିମ୍ ଆଉ ଗୋଟେ ଅର୍ଗାନିଜିମ୍ ଭିତରେ ବଞ୍ଚି ରହିଛି ଦୁଇଏ ଦୁହିଁଙ୍କର ଉପକାର କରିକି, ଆକୁ କୁହାଯାଏ ଏଣ୍ଡୋସିମ୍ବାୟୋସିସ୍। In cell biology, endosymbiotic theory explain the origin of mitochondria and chloroplast in eukaryotic cell. Actually ସେଇ ଦୁଇଟା ଯଦି କହିବେ କ୍ଲୋରୋପ୍ଲାଷ୍ଟ ଆଉ ମାଇଟୋକଣ୍ଡ୍ରିଆ, ଏମାନେ ଦୁହେଁ ଆଜିଠୁ ବିଲିୟନ ଇୟର୍ସ ଆଗରେ ସେମାନେ କଣ ଥିଲେ? ନା ସ୍ୱତନ୍ତ୍ର ବ୍ୟାକ୍ଟେରିଆ ଥିଲେ, ପ୍ରୋକାରିଓଟିକ୍ ସେଲ୍ ଥିଲେ। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ତାଙ୍କୁ ୟୁକାରିଓଟିକ୍ ସେଲ୍ କଣ କରିଛନ୍ତି? ଖାଦ୍ୟ ହିସାବରେ ଖାଇଛନ୍ତି। ଏଣ୍ଡୋ ବୋଲେ ଇନସାଇଡ୍ ସିମ୍ବାୟୋସିସ୍ ମାନେ ଲିଭିଂ ଟୁଗେଦର ୱିଥ୍ ବେନିଫିଟ୍। ଏଣ୍ଡୋସିମ୍ବାୟୋସିସ୍ ମାନେ ହଉଛି ଲିଭିଂ ଟୁଗେଦର ଇନସାଇଡ୍ ଆନାଦର ସେଲ୍। ମାନେ ଯେତେବେଳେ ସେଇ ସେଲକୁ ମାଇଟୋକଣ୍ଡ୍ରିଆକୁ କ୍ଲୋରୋପ୍ଲାଷ୍ଟକୁ ଖାଇଛନ୍ତି ୟୁକାରିଓଟିକ୍ ସେଲ୍, ସେମାନେ ତାକୁ ଡାଇଜେଷ୍ଟ କରିପାରି ନାହାନ୍ତି। ପରବର୍ତ୍ତୀ ଅବସ୍ଥାରେ ଦୁହେଁ ଦୁହିଁଙ୍କର ସାହାଯ୍ୟ କରିକି ଅଛନ୍ତି।
According to the theory, millions of years ago, a large primitive eukaryotic cell engulfed a small bacteria but did not digest them. Instead, those bacteria survived inside the host cell and slowly became permanent organelles. সেই ବ୍ୟାକ୍ଟେରିଆଟା ପରବର୍ତ୍ତୀ ଅବସ୍ଥାରେ ଆଉ ଡାଇଜେଷ୍ଟ ହେଇପାରିଲା ନାହିଁ ସେ ୟୁକ୍ରେଟିକ୍ ସେଲ୍ ଦ୍ୱାରା, କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ସେମାନେ ପରମାନେଣ୍ଟ ଅର୍ଗାନେଲ୍ସ ହେଇଗଲେ ତାଙ୍କର। କାରଣ ଏଇ ବ୍ୟାକ୍ଟେରିଆ ଦେଖିଲା ଯେ ନାଇଁ ମୋତେ କିଛି ଖାଇବା ମିଳିଯାଉଛି ଏଇ ୟୁକ୍ରେଟିକ୍ ସେଲ୍ରୁ, ମୁଁ ରହିଲେ ଏଠି ଲାଭ ଅଛି। ୟୁକ୍ରେଟିକ୍ ସେଲ୍ ଦେଖିଲା ନାଇଁ ଇଏ ମୋର ଉପକାର କରୁଛି, ଇଏ ରହିଗଲେ ଲାଭ ଅଛି। ଦୁହେଁ ଦୁହିଁଙ୍କ ଉପରେ କ'ଣ କରିଛନ୍ତି ନିର୍ଭର କରିକି ଆଡଜଷ୍ଟ ହେଇଯାଇଛନ୍ତି। ସେମ୍ ଦୁଇଟା ସେଲ୍ ବ୍ୟାକ୍ଟେରିଆ ଯୋଉ ୟୁକ୍ରେଟିକ୍ ସେଲ୍ ଭିତରେ ଯାଇଛି, ସେଇ ଦୁଇଟା ହେଉଛି ଗୋଟେ ହେଉଛି ମାଇଟୋକଣ୍ଡ୍ରିଆ ଆଉ ଗୋଟେ କ୍ଲୋରୋପ୍ଲାଷ୍ଟ। ମାଇଟୋକଣ୍ଡ୍ରିଆ ହେଉଛି ଏରୋବିକ୍ ବ୍ୟାକ୍ଟେରିୟମ୍। ସେ ଏରୋବିକ୍ ବ୍ୟାକ୍ଟେରିଆ କ'ଣ କରିଛି ନା ଯାଇଛି କାହା ଭିତରକୁ, ଗୋଟେ ୟୁକ୍ରେଟିକ୍ ସେଲ୍ ଭିତରେ ସେ ଯାଇକି କ'ଣ କରେ, ଦ୍ୟାଟ୍ ବ୍ୟାକ୍ଟେରିୟମ୍ କୁଡ୍ ୟୁଜ୍ ଅକ୍ସିଜେନ୍ ଟୁ ପ୍ରଡ୍ୟୁସ୍ ଏଟିପି ଏନର୍ଜି, ଲେଟର ଇଟ୍ ବିକେମ୍ ମାଇଟୋକଣ୍ଡ୍ରିଆ। ଯୋଉ ବ୍ୟାକ୍ଟେରିଆଟା ଏରୋବିକ୍ ବ୍ୟାକ୍ଟେରିଆ, ବାୟୁରେ ଉଡ଼ି ବୁଲୁଥିବା ବ୍ୟାକ୍ଟେରିଆଟା ଯାଇଛି କାହା ଶରୀରକୁ, ଗୋଟେ ୟୁକ୍ରେଟିକ୍ ସେଲ୍ ଭିତରେ, ସେ ସେଇଠି ଯାଇକି କ'ଣ କଲା, ଅକ୍ସିଜେନକୁ ବ୍ୟବହାର କରିକି ଏନର୍ଜି ଉତ୍ପନ୍ନ କଲା। ଆଉ ସେ ବାହାରିଲାନି, ସେଠି ପରମାନେଣ୍ଟ ଅର୍ଗାନେଲ୍ସ ହେଲା। ଆଉ ତାର ପରବର୍ତ୍ତୀ ଅବସ୍ଥାରେ ନାମ ଦିଆଗଲା କ'ଣ ନା ଆପଣଙ୍କର ନା ହେଲା ମାଇଟୋକଣ୍ଡ୍ରିଆ। ସୋ ମାଇଟୋକଣ୍ଡ୍ରିଆ ଆର୍ ବିଲିଭ୍ଡ ଟୁ ହ୍ୟାଭ୍ ଏଭଲ୍ଭଡ୍ ଫ୍ରମ୍ ଏରୋବିକ୍ ବ୍ୟାକ୍ଟେରିଆ। ବାୟୁରୁ ଏଇଟା ଉତ୍ପନ୍ନ ହେଇଛି ବୋଲି ବିଶ୍ୱାସ କରାଯାଏ, କିନ୍ତୁ ଏଇଟା ଗୋଟେ ବ୍ୟାକ୍ଟେରିଆ ବର୍ତ୍ତମାନ ଗୋଟେ ଅର୍ଗାନେଲ୍ସ ହେଇଯାଇଛି। ସେମ୍ କ୍ଲୋରୋପ୍ଲାଷ୍ଟ, ଏଇଟା ଗୋଟେ ଫଟୋସିନ୍ଥେଟିକ୍ ସିଆନ ବ୍ୟାକ୍ଟେରିଆ। ଯୋଉ ୟୁକ୍ରେଟିକ୍ ସେଲ୍ ଥିଲା, ସେ କ'ଣ କରିଛି, ଗୋଟେ ଆଲୋକ ପ୍ରତିକ୍ରିୟା କରୁଥିବା, ଆଲୋକରୁ ଶକ୍ତି ଉତ୍ପନ୍ନ କରୁଥିବା ସିଆନ ବ୍ୟାକ୍ଟେରିଆକୁ ଖାଇ ଦେଇଛି। ସେଇ ସିଆନ ବ୍ୟାକ୍ଟେରିଆ କ'ଣ କରିଛି, ପରବର୍ତ୍ତୀ ଅବସ୍ଥାରେ ତା ଶରୀରରେ ଡାଇଜେଷ୍ଟ ହେଲା ନାହିଁ, କିନ୍ତୁ ସେ କ'ଣ ହେଇଛି ନା ତା ଶରୀରରେ ଆଡଜଷ୍ଟ ହେଇଯାଇଛି। ଯେମିତିକି ଆମ ଶରୀରରେ ଅଛି ଇଶ୍ଚେଶିଆ କୋଲି ବ୍ୟାକ୍ଟେରିଆ, ସେମିତି ୟୁକ୍ରେଟିକ୍ ସେଲ୍ ଭିତରେ ସେଇଟା ବି ଆଡଜଷ୍ଟ ହେଇଯାଇଛି। Later it became the chloroplast. So chloroplasts are believed to have evolved from cyanobacteria. ଏଇ ଯୋଉ ଏଣ୍ଡୋସିମ୍ବାୟୋସିସ୍ କହୁଛି କ'ଣ ନା ବ୍ୟାକ୍ଟେରିଆ ଏଇ ଦୁଇଟାକୁ ବ୍ୟାକ୍ଟେରିଆ ଅବସ୍ଥାରେ ଖାଇଥିଲେ, କିନ୍ତୁ ଏଇଟା ଆମ ଶରୀରରେ ଆଡଜଷ୍ଟ ହେଇକି ରହିଯାଇଛି। ତ ମୋ ଭିଡ଼ିଓରେ ଆଜି ଏତିକି ଥିଲା। ଯଦି ମୋ ଭିଡ଼ିଓକୁ ଭଲ ଲାଗିଲେ ପ୍ଲିଜ୍ ଲାଇକ୍ କରନ୍ତୁ, ସେୟାର କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ। ଥ୍ୟାଙ୍କ୍ସ ଫର ୱାଚିଂ।